गुड मॉर्निंग वेलकम टू माय न्यू ब्लॉग। आज टाइम बाजलाଣି 9:30 ତ କ'ଣ କହିବି ଶୋଇଥିଲି ଆଜି। କାଲି ଯୋଉଠି ଭୋଜି ଥିଲା ଯୋଉ ଘର ପାଖରେ ଯୋଉ କାମ ଫାମ କରିଥିଲି ଆସି ଶୋଇଲି 11ଟା 12ଟା ହେଇଗଲା। ଉଠି ନଥିଲି ସେଥିପାଇଁ ଉଠିଲା ବେଳକୁ ବୋଉ ତାର ଗାଧୋଇ ପାଧୋଇ ଖାଇକି ଯୋଉ ତାର ବାହାରିଲାଣି। ଡେରି ହେଇଗଲାଣି ବହୁତ ଉଠିଲି 9ଟା ଯେ କିନ୍ତୁ ଆଉ ଟିକେ ମାଛ ତଥାପି ଉଠିଗଲି ତ ଉଠିଲି ଏବେ ତାର ଦାନ୍ତ ଘଷି ମୁହଁ ଫୁହଁ ଧୋଇ ଆସିବା। ତ ଆଜି ଦାନ୍ତ ଘଷି ଆସିସାରିଛି ତ ଆସିକି ଆସିଲାଣି 10ଟା। ବୋଇ ପଳେଇଛି ସ୍କୁଲକୁ ତ ଦାନ୍ତ ଘଷି ଖାଇବି ବୋଲି ବୁଟୁ ଫୋନ୍ କରିଛି କହିଲା ଲାଇଟ୍ ଯିବା ତା ଦେଇ ଘରୁ ଉଠି କ'ଣ ଗ୍ୟାସ୍ ଆଣିବ ତ ଯିବା ସେଠୁ ଗ୍ୟାସ୍ ଆଣିବା। ତ ଚାଲ ଗ୍ୟାସ୍ ନେଇ କ'ଣ ଛକକୁ ଯିବା, ଛକକୁ ଯାଇ ଯୋଉ ଭରିବ ଗ୍ୟାସ୍ ଭରି ନେଇ ଦେଇକି ଆସିବା ପୁଣି ଦେଇକି ଆସିବା। ଚାଲ ଗ୍ୟାସ୍ ଫାଇନାଲ୍ ଆସି ବୁଟୁ ଗ୍ୟାସ୍ ନେଇକି ଆସିଲୁ। ହେଇ ଦେଖ ଏଇଟା ଥୁଆ ହେଇଛି ପାଲ ଗୁଡ଼ା ପାଲ ଗାମୁଛା ଗୁଡ଼ା ହେଇକି ତ ଏଇଟା ନେଇକି ଆସିଲୁ। ଏଠି ଦେଖ ଟାଙ୍କି ଆସିକି ରହିଛି ଆମ ଗ୍ୟାସ୍ ଟାଇମ୍ ବାଲିଆର ଏଇଠି କେତେ ଗ୍ୟାସ୍ ଥୁଆ ହେଇଛି ଏଠି ମାନେ ଖାଲି ଗ୍ୟାସ୍ ଗୁଡ଼ା ବୁଟୁ ଯାଇଛି ଭିତରୁ ଗ୍ୟାସ୍ ଭରିକି ଆଣିବା ପାଇଁ ପଦାର ଅଛି ଏଇଠି ଆଉ। ତ ଗାଇସ୍ ଏଇନା ଆସିକି ବୁଟୁ ସାଙ୍ଗରେ ଗ୍ୟାସ୍ ନେଇ ମାଉସୀ ଘରଠି ପଳେଇ ଯାଇଥିଲି। ତ ମାଉସୀର ଦେଖ ଏଇ ଯୋଉ ତ ବାଡ଼ିଟା ଗଡ଼ିଆ କୂଳ ଏଇଟା ଗାଈ ଥୁଆ ହେଇଛି ତମ ବାଡ଼ି ଏଇଠି। ତ ଆସିଥିଲି ଗୋଟେ ଜିନିଷ ତାକୁ ଯାଇଥିଲି ଦେଇ ଦେଇକି ଯାଉଛି ଘରକୁ ଆଉ। ଚାଲ ଯିବା। ସେ ମାଉସୀ ରାଜା ଯାଇଥିଲୁ ଜିନିଷ ନେଇକି ଦେଇକି ଆସିଲି। ଆସିଲା ବେଳେ ଆମ ପଡ଼ିଆ ସେଠି ଗୀତ ଆସିଥିଲା ମାନେ ଖେଳ ଯିବି ଅଛି 8 ଦିନ 7 ଦିନ ଖେଳ ହବ। ତ ଆଜି ଗାଧୁଆବେଳକୁ ଖେଳ ହବ ତ କାହାର ଅଛି ମୁଁ ଜାଣିନି। ସେଠି ଯାଇକି ଦେଖିବା କାହାର ଅଛି କ'ଣ ଆଉ ଗାଧୁଆବେଳକୁ ଖାଇ ଗାଧୋଇ ପାଧେଇ ଯିବା ଆଉ। ସେଇଟା ମୁଁ ଯାଇଥାନ୍ତି ଗାଧୋଇବାକୁ ଯାଉଥିଲି ଗାଧୋଇ ଯିବି ବୋଲି ପଡ଼ିଆ ପଡ଼ିଆ ଖେଳ ଦେଖି ଆସିକି ଡାକୁଛି ଦେଖ ଜଗନ ଯିବା ଖେଳ ଦେଖିବାକୁ ଏବେ ଯା ମୁଁ ଗାଧୋଇ ଯିବି ପଳେଇଲା ତ ମୁଁ ଗାଧୋଇକି ଯିବି। ସେ ଖାଇସାରିଲାଣି ଗାଧୋଇ ନପର୍ଯ୍ୟନ୍ତ ଗାଧୋଇକି ଯିବି ଆଉ। ସିଏ ପଳେଇଲା ଗାଧୋଇ ପଳେଇ ଆସିବା ତାପରେ ଯିବା। ମୁଁ ଗାଧୋଇକି ଆସିସାରିଛି ଏବେ ଗାଧୋଇକି ଆସିଲି ଶୀତ ପ୍ରବଳ ଜୋରେ ହଉଥିଲା ତ ସାର୍ଟ ପ୍ୟାଣ୍ଟ ଗାଧୋଇଲି ସଫା କରି ନେଇ ଛାତ ଗୋଟେ ଶୁଖେଇବାକୁ। ବୋଉର ବି ସକାଳୁ ଶାଢ଼ୀ ଶୁଖୁଛି କହିଥିଲା ଆଣିବା ମୁଁ ନାହିଁ ତ ଏବେ ନେଇଯିବା ସେଟା ମୋର ବି ଶୁଖେଇଥିବା। ଚାଲ ଶୁଖେଇ ଦେଇଛି କିନା ଦେଖ ଦିଟା ଗେଞ୍ଜି ଆଉ ଗୋଟେ ପ୍ୟାଣ୍ଟ ବୋଉର ବି ନେଇଯାଇଛି ଶାଢ଼ୀ ଗୁଡ଼ା। ଚାଲ ଯିବା ଯୋଉ ଅଛି କ'ଣ ଟିକେ ଖାଇବା ଖାଇ ଦେଇକି ମୁଁ ପଡ଼ିଆ ଯୋଉ ଖେଳ ହେଉଛି ଜଗନ ତ ପଳେଇଲା ତ ଟିକେ ଆକାଶ ଫୋନ୍ କରିବା ନହେଲେ ଏକାଟା ପଳେଇବା ଆଉ। ଖେଳ ଦେଖିବା ଖାଇଦେଇକି ମୁଁ ପଡ଼ିଆ ପଳେଇଥିଲି ଖେଳ ଦେଖିବାକୁ। ଖେଳ ଦେଖିଥିଲି ବୋଉ ଫୋନ୍ କରିକି କହିଲା ଆସିଲାଣି ସ୍କୁଲରୁ ତ ଖାଇବାକୁ ଆଣିଛି ଭାତ ଡାଲମା ପୁଣି ମୁଁ ଖାଇଦେବି ପୁଣି ପଡ଼ିଆକୁ ପଳେଇବି। ଖେଳ ହେଉଛି ଯୋଉ ଦେଖିବାକୁ ସେଠି ଖେଳ ଆଜି କାହାର ଅଛି ମୁଁ ମନା ବି ପଚାରିନି ବି କାହାକୁ। ପୁଣି ଯିବା ଖେଳ ଦେଖିବା। ଚାଲ ଖାଇଦେଇ ଯିବା। ପଡ଼ିଆରେ ଖେଳ ହଯାଇଛି ଏବେ ତ ପିଲା ସବୁ ଖେଳୁଛନ୍ତି। ଚାଲ ଘରକୁ ପଳେଇବା। ଏଠି ଦେଖ ଦିଟା ଛୁଆ ବସି କଷ୍ଟମ ଏବେ ଖେଳୁଛନ୍ତି। ଜଗା କଷ୍ଟମ ଖେଳୁଛ ସେ କ'ଣ ହସୁଛନ୍ତି ସିଆଡ଼କୁ ଚାପିକି 1v1 ଚାଲିଛି କଷ୍ଟମ। ଛୁଆ ଖେଳୁଛନ୍ତି ଏଇଠି କ'ଣ କରୁଛି ଛୁଆ ଏଇ ବ୍ୟାଡ଼ମିଣ୍ଟନ ଖେଳୁଛନ୍ତି ଆଉ ସେଠି କ୍ୟାଚ୍ ଖେଳୁଛନ୍ତି ବଲ୍ ଏଠି ବ୍ୟାଡ଼ମିଣ୍ଟନ ଖେଳୁଛନ୍ତି। ଦେଖ ଗୁଚୁ ନା ଯୋଉ ମୁଁ କହୁଛି ଗୁଚୁ ଚାଟ୍ ଲାଷ୍ଟ ବେଳକୁ ପଡ଼ିଥିଲା ଆମେ ଗୋଟେ ଫ୍ରି ଦେଇଦେଲେ। ଦେଖ ଦୁଇ ଜଣ କ'ଣ ହଉଛନ୍ତି ଖାଇବା ପାଇଁ ମାଗଣା ପାଇଲେ ହାଲକାତରେ ବି ଖାଇଦେବେ। ମୁଁ ଖାଉଥିଲି ଦେଖ ଦୌଡ଼ି ନେଇ ପଳେଇଲା ଚୁଟି ସେ କାଟିନି ମାସ ହେଲାଣି। ଦେଖ ଖାଉଛି ଏଠି କରିବ ତ ଭାଇ ଏଇନା ଆମେ ପଡ଼ିଆରେ ଆସିକି ସେଠୁ ଆସୁଥିଲୁ ଜଗନ୍ତାର ଏଠି କ'ଣ ମୁଣ୍ଡେଇକି ନେଉଛି ତା ଯୋଉ ସିମେଣ୍ଟ ବସ୍ତା ଅଛି ଘର କାମ କ'ଣ ହବ ସେ ଆଉ ସିମେଣ୍ଟ କି ନେଉଛି ମୁଣ୍ଡେଇକି ଆଉ ପକେଇ ଦେଉଛି ଆସିସାରିଛି ମୁଁ ଘରକୁ। ସେ ତାର ଜଗନ ଦେଖିଲେ ମୁଣ୍ଡେଇ ସିମେଣ୍ଟ ତାର ଘରକୁ ଆସିଲା ବେଳକୁ ବୋଉ କାଲି ଘର କାମ ଆମର ହବ ଯିବା। ଚାଲ ଟିକେ ମାଉସୀର ଅଛି ତାଙ୍କର ମଟର ତ ପାଇପ୍ ଆଣିବା ଟିକେ
ପାଇପ୍ ଆଣିଲେ କାଲି ଆମର ମଟର ଅଛି ଖାଲି ପାଣି କାମ ହେବ ଯେଉଁ ଯିବା ଯାଇ ପାଇପ୍ ନେଇକି ଆସିବା ଚାଲ। ସେଇଟା ମାନେ ମାଉସରୁ ଆଇଥିଲି ଲାଇଟ୍ ଲାଗି ପଡ଼ିଛି ତ ଆସିଥିଲି ହେଇକିନା ମାନେ ପୁଣି ଯାଉଛି ଏତେ ଅନ୍ଧାର ପୁରା କାମ ପଡ଼ିଲା ପୁଣି ଯେଉଁ ଆମ କାଲି ଘର କାମ ପାଇପ୍ ଆଇଥିଲା ନା ଆଉ ଅଲଗା ଜିନିଷ ନେଇକି ଗଲି ତ ମନ ନାହିଁ ଆଉ ପାଇପ୍ ନେବାକୁ ପୁଣି ଥରେ ଯାଉଛି ଅନ୍ଧାର ଦେଖ ମାଉସୀର କ'ଣ ଭାଇଆ ପୁରା ଏଠି ଗୋଟେ ଗଡ଼ିଆଟା ଅଛି ଆପଣ ଦେଖାଉନଥିବେ ହେଲେ ସାଇକେଲ ଧରି ପୁଣି ଆସିଯାଇଛି ଦେହ କିଛି ଅନ୍ଧାର ଦେଖାଉନି ଏଠି ଗୋଟେ ଗଡ଼ିଆ ଯେଉଁ ମାଉସୀର ଗଡ଼ିଆ ସେଟା ସବୁ ମାଉସୀ ପାଖରେ ପହଞ୍ଚା ହେଇଗଲେଣି ଗୋଟେ ମିନିଟ୍ ଲାଗିବ ଚାଲ ଯାଇକି ପାଇପ୍ଟା ନେଇକି ପଳେଇ ଆସିବା ଚାଲ। କ'ଣ କହିବି ମାଉସୀ ଘର ଯାଇଥିଲି ଆଉ ସେଠି ମାଉସୀ କହିଲା ଖାଇ ଦେଇଯିବୁ ତ ମାଉସୀ ସେଠି ପିଠା ବି କରିଥିଲା ପିଠା କ୍ଷୀର ତ ସେଠୁ ଖାଇ ଦେଇକି ଆଇଲି ଟାଇମ୍ ହେଲାଣି 8ଟା ବାଜିବ ବୋଧେ ତ ଖାଇସାରି ଚାଲ ଶୋଇପଡ଼ିବା ଗୁଡ୍ ନାଇଟ୍ ସମାଧାନ ଆଜ ବ୍ଲଗ୍ ଏଣ୍ଡ କରିଛି ଦେଖାଉ କାଲିର ଖତରନାକ ଗୋଟେ ବ୍ଲଗ୍ରେ ତ ବାଏ ବାଏ ଥ୍ୟାଙ୍କସ୍ ଫର୍ ୱାଚିଂ।